ସାଙ୍ଗମାନଙ୍କ ଆପଣ ମାନେ ଜାଣନ୍ତୁ ଆପଣମାନଙ୍କ ଭଲ ପାଇବା ସ୍ନେହ ଶ୍ରଦ୍ଧା ଭଲ ପାଇବାକୁ ଆଜି ଏଠାରେ ପହଞ୍ଚିଛି। ମୁଁ କହିବାକୁ ଚାହେଁ ମୁଁ ଭାଷଣ ଦେବାକୁ ଚାହୁଁନି, ମୁଁ କେବଳ ଅଳ୍ପ କିଛି କହିବି। ମୁଁ କହିବା କଥା ଯେତେବେଳେ ଆମେ ପରାଜୟ ଗ୍ରହଣ କରିଥିଲୁ ତାର 3 ଦିନ 4 ଦିନ ପରେ ଆମର ବ୍ଲକ ନେତୃତ୍ୱ ମଣ୍ଡଳୀ ଆମ ସମସ୍ତଙ୍କୁ ସାଥ କମିଲେ ଏବଂ ଆମ ନେତୃତ୍ୱ ମଣ୍ଡଳୀ ଡାକିଥିଲେ। ଆମେ ଥରେ 2 ଥର 3 ଥର 4 ଥର ବସିଲୁ କିନ୍ତୁ ସେ ମିଟିଂ ଆମର ସକ୍ସେସ୍ ହେଇପାରିନଥିଲା। ପଞ୍ଚମ ଥର ଯେତେବେଳେ ଆମେ ବ୍ଲକ ଚେୟାରମ୍ୟାନଙ୍କ ପଦରେ ବସିଲୁ ସେଠି ମୁନାଇନା ମୁଁ କହିଥିଲି ଏମିତି କିଛି ହବ ନାହିଁ, ଆପଣ ମାନେ ସମସ୍ତେ ମିଶିକି ଯାଆନ୍ତୁ। ଆମର ଯିଏ ପୂର୍ବତନ ବିଧାୟକ ଥିଲେ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ମହୋଦୟଙ୍କୁ ଡାକନ୍ତୁ, ସିଏ ଆସିଲେ ଆମ ମିଟିଂ ସକ୍ସେସ୍ ହବ। ଆଉ ଆଜି ପ୍ରମାଣିତ ହୋଇଛି ତାଙ୍କ ନେତୃତ୍ୱରେ ତାଙ୍କ ପାଇଁ ଆପଣ ମାନେ ସମସ୍ତେ ଏତେ ଖରାରେ ଏତେ ଗରମରେ ପହଞ୍ଚୁଛନ୍ତି ଏବଂ ଆଜି ପ୍ରମାଣ କରୁଛନ୍ତି ଆମେ 1400 ଭୋଟରେ ହାରିଥିଲେ ମଧ୍ୟ ଆଜି ସମସ୍ତ ନିଆଳିବାସୀ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ପଛରେ ଅଛନ୍ତି। ମୁଁ କହିବାକୁ ଚାହେଁ 2004 ମସିହା ଟିକେ କଥା, ମୁଁ ଏକ ରାଜନୈତିକ ପରିବାରରୁ ଆସିଛି। ମତେ ଆପଣମାନେ ଅନେକ ଜାଣିଛନ୍ତି, ଅନେକ ଜାଣିନଥିବେ। ମୁଁ ସ୍ୱର୍ଗତ ଶିରିଷ ପ୍ରଧାନଙ୍କ ପୁଅ। ଯେତେବେଳେ 2004 ମସିହାରେ ଆମେ ପରାଜୟ ବରଣ କଲୁ ଗୋବିନ୍ଦପୁରରେ, ମୋ ବାପା ସେତେବେଳେ ସଭାପତି ଥାନ୍ତି। କିଛି ଦିନ ପରେ ମୋ ବାପାଙ୍କ ମନରେ ମୁଁ ଆଖିରେ ପ୍ରଥମ ଥର ଲୁହ ଦେଖିଥିଲି। ଯୋଉମାନେ ଶିରିଷ ପ୍ରଧାନଙ୍କୁ ଜାଣିଛନ୍ତି ସେମାନେ ଜାଣିବେ ଶିରିଷ ପ୍ରଧାନଙ୍କ ଆଖିରେ ଲୁହ ବହୁତ କମ୍ ଦିନେ ଆସେ। ମୁଁ ମାଆକୁ ପଚାରିଥିଲି, ମା ବାପା କାହିଁ ଆଜି ମନ ଦୁଃଖରେ ଅଛନ୍ତି, ତାଙ୍କ ଆଖିରେ କାହିଁ ଲୁହ ଅଛି? ମା କହିଥିଲା ତାଙ୍କ ନେତା 55 କାନୁନକୁ ଆଜି ଦଳ ଛାଡି ଚାଲି ଯାଇଛନ୍ତି ବା ଆଉ ଗୋଟେ ନୂଆ ଦଳ କରିଛନ୍ତି। ସେତେବେଳେ ମୋ ବାପା ଏତେ ମନ ଦୁଃଖରେ ଥିଲେ, ଆଜି ଅଛନ୍ତି ଏଠି। ସେତେବେଳେ କୁହାଯାଉଥିଲା 500 ନିଆଳି ବ୍ଲକକୁ ଚଲାଉଥିଲେ। ମୁନାଇନା ଅଛନ୍ତି, ମୋ ବାପା ଚାଲିଗଲେଣି। ସେତେବେଳେ ମୁଁ ଫିଲ୍ କରିଥିଲି, ମୁଁ ଅନୁଭବ କରିଥିଲି ଯେତେବେଳେ ଆମର ନେତାଟି ଯେତେବେଳେ ଆମ ସମସ୍ତଙ୍କୁ ଛାଡି ଚାଲିଯାଏ, ଏ ନିର୍ବାଚନ ମଣ୍ଡଳୀ ହଉ, ଆମ ପରିବାର ହଉ କିମ୍ବା ଆମ ବ୍ଲକ କେତେ ଦୁଃଖ ଅନୁଭବ କରେ। କିନ୍ତୁ ଆପଣମାନଙ୍କୁ କହିବାକୁ ଚାହେଁ ଆମେ 1400 ଭୋଟରେ ହାରିଛେ। ଯେତେବେଳେ ମାନ୍ୟବର ବିଧାୟକ ମହୋଦୟଙ୍କ ପାଖକୁ ଆମେ ଯାଇଥିଲୁ, ସେ ଆମକୁ ପ୍ରତିଶ୍ରୁତି ଦେଇଥିଲେ ମୁଁ କେବେ ଯିବି ନିଆଳି ମତେ କୁହ। ସେତେବେଳେ ଆମ ମନରେ ଆମ ମଧ୍ୟରେ ଦୃଢ ଶକ୍ତି ଆସି ଯାଇଥିଲା। ଆମେ ଯେତେକ ଯୁବକ ଛାତ୍ର ସମସ୍ତେ ଏବଂ ମୋ ସହିତ ନାମ ଯାଇଥିଲେ, ସେ ମତେ କହିଥିଲେ ଯେବେ ଡାକିବ ମୁଁ ନିଆଳିରେ ଯେତେବେଳେ ଡାକିବ ପହଞ୍ଚିବି। ସେତିକିବେଳେ ମୁଁ ଭାବିଥିଲି ମୋ ବାପା 20 ବର୍ଷ ତଳେ ଯୋଉ ଅତ୍ୟୁତ୍ସାହିତ ହୋଇ ଯାଇଥିଲେ, ତାଙ୍କ ନେତା ଚାଲି ଯାଇଥିଲେ, ଆଜି ଆମ ପାଖରେ ଆମ ନେତା ଅଛନ୍ତି। ଆମ ନେତୃତ୍ୱ ନେବା ପାଇଁ ଆମ ପାଖରେ ଯିଏ ଦୀର୍ଘ 15 ବର୍ଷ ଧରି ଶାସନ କରୁଥିଲେ ଆମକୁ ସିଏ ଅଛନ୍ତି। ଆମେ ଭାଙ୍ଗି ଯିବାର ବେଳ ନାହିଁ, ଆମେ ସୁଦୃଢ ହବା, ଆଗାମୀ ଦିନରେ ଲଢେଇ କରିବା। ସମସ୍ତ ବ୍ୟକ୍ତିତ୍ୱ ଭାଷଣ ଦେଇ ସାରିଛନ୍ତି। ମୋ କହିବା କଥା ଆମେ ପରାଜୟ ବରଣ କାହିଁ କରୁଛେ? ମୁଁ ଫିଲ୍ କରିଛି 4 ତାରିଖରେ ଯୋଉ ଆମେ ପରାଜୟ ବରଣ କଲୁ, ସେଇ ଦିନରୁ ଗୋଟେ ସପ୍ତାହ ମୁଁ ନିଜକୁ ଦୋଷୀ ଦେଇଛି। ମୁଁ ନିଜକୁ ଦୋଷ ଦେଇଛି ଯେ ମୋ ଯୋଗୁ ମୋ ବିଧାୟକ ପରାଜୟ ବରଣ କଲେ। ମୋ ବିଧାୟକ ପରାଜୟ ବରଣ କରିବା ଯୋଗୁ ମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠି ମୁଖ୍ୟମନ୍ତ୍ରୀ ହଟିଗଲେ। ଆପଣ ମାନେ ସମସ୍ତେ ନିଜ ନିଜ ମନରେ ଥିବା ଯୋଉ ଆପଣ ଭାବୁଛନ୍ତି ଯୋଉ ଜିନିଷଟା ଆମେ କାହିଁ ପରାଜୟ ବରଣ କଲେ, ଆମେ ସମସ୍ତେ ଜଣେ ଜଣେ ବିଜୁ ଜନତା ଦଳର ସୈନିକ ସେନାପତି, ଆମେ ସମସ୍ତେ ଫିଲ୍ କରିବା ଦରକାର ଆମ ମାନଙ୍କର ଓଭର କନଫିଡେନ୍ସ ଏବଂ ଆମ ମାନଙ୍କର କାର୍ଯ୍ୟଶୈଳୀ ଏତେ ଖରାପ ଥିଲା। ସେଥିପାଇଁ ମାନ୍ୟବର ବିଧାୟକ ମାତ୍ର 1400 ଭୋଟରେ ପରାଜୟ ହୋଇଥିଲେ। ଆପଣ ଦେଖିବେ 15 ବର୍ଷ ନିରୁଚ୍ଛେଦ ଶାସନ, ସେଥିରେ ଯୋଉ ଆଣ୍ଟି ଇନକମ୍ କିଛି କାମ ଦେଇଛି। ମୋଦି ଲହର ଯୋଉ ଓଡିଶାକୁ ଆସିଛି, ରାଜ୍ୟ ନେତୃତ୍ୱଙ୍କର ଯୋଉ ଗୋଟି ଚାଳନାରେ ଭୁଲ ହୋଇଛି, ତା ପରେ ଆମେ ମାତ୍ର 1400 ଭୋଟରେ ଜିତିଛୁ। ଯାହା ମୁନାଇନା କହୁଥିଲେ ଆଉ ମାତ୍ର 700 ରୁ 800 ଭୋଟ ପଞ୍ଚାୟତ ଭୋଟ ଦେଇଥିଲେ ଆମେ ନିଶ୍ଚିତ ଭିତରେ ଏବଂ ବିଧାୟକ ଯାହା ଘଟିଛି ଘଟିଛି। ଏଟା ସମସ୍ତେ ଉପସ୍ଥିତ ଅଛନ୍ତି, ଯେମିତି ଅଛନ୍ତି ବାହାର ଅଛନ୍ତି, କୋଉ ଯୁବକ ଉପସ୍ଥିତ ଅଛନ୍ତି। ମୁଁ କହୁଛି ଲଢେଇ ହବ, ଅଳ୍ପ ହବ ବଦିନ ଭାରତୀୟ କଥା କହିଥିଲେ। ଏ ଲଢେଇରେ ସମସ୍ତେ ମୁଁ କହୁଛି ଏ ଲଢେଇର ଆଗରେ ମୁଁ ଠିଆ ହେବି, ଆପଣମାନେ ବି କୁହନ୍ତୁ ଏ ଲଢେଇ ମୁଁ ବି କରୁଛି ଏ ବର୍ଷରୁ ମୋର ବିରୋଧୀ ଦଳ ସରକାର ଆପଣମାନେ ଆସନ୍ତୁ। ନିଆଳିରେ ଚର୍ଚ୍ଚା ଚାଲିଛି, ଆଉ ଅଳ୍ପ ଦିନ ଭିତରେ ଆମର ପଞ୍ଚାୟତ ସମିତି ବାକି ଦେବେ।
नियारे चर्चा चलछि नियारे बिजु जनता दल प्रशासन कामको प्रशासन अटकाइछि आपण मानकु ए माइक माध्यमरे एठु मु कहछि ओ विधायक मो नेता एठु उपस्थित अछंती एवं नियारे समस्त गाँव नेता एठु उपस्थित अछंती मु ए माइक माध्यमरे प्रशासन मानकु कहछि आपण माने मने रखतु आमे 1400 वोट राखि आमे बहुत डिफरेंट वोट राखि आछिया पूर्वरु हमर दादा हेंडुआ दान कहथिले हमर लोक अछंती भोट कमी जाय तेणु कर से मानकु मो सतर्क करि देबा को चाहूची आज जदि नियारे न कोनोसी बिजु जनता दल लोक देने कि काम करबे सेति भाई लड़ाई हबो एबे ए लड़ाई आमे समस्त नेतृत्व नबा एवं दरकार पड़िले आपण मानकु जणेबा जे चाहे साधारण आमे गने नवीन पट्टनायक सब कहती आम जो भाव एक शृंखलित दल से शृंखलित लोक जो विशृंखलता कर भयंकर परिस्थिति सृष्टि हम नियारीवासी देखिए आम मैंने विशृंखला हो कौन अवस्था मोर विशेष किसी कहबार ना मोर युवा छात्र मान अनुरोध करी आगामी दिन में कहुची नियारी कॉलेज इलेक्शन हम समस्त एमपी लड़वा एवं एठार उपस्थित थिबा समस्त लोक मानक पाइबे जो माने व्यक्तित्व अछंती वरिष्ठ लोक अछंती आज एठु गला परे आपण माने निज गाँव निज पंचायत रे पाइबे बीजेपी रो ठिका नाही नियारी समिति सभ्य को भांगिया पाई नियारी समिति सभ्य को भांगिया पाई बीजेपी रो कोनोसी लोकांतर एका पाई ए कथा आपण माने मीडिया माध्यम को कहछि पाइबे अविनाश प्रधान छुट्टी कहछि जेति ओका थिबो ताले लड़ाई की आसीबे लड़ाई हम अल्प अल्प बड़ा जय जगन्नाथ जय जगन्नाथ एनके मीडिया लाइक शेयर एंड सब्सक्राइब।